କାହା ପାଇଁ ପଖାଳ ଗଣ୍ଡେ ଶାନ୍ତି ଓ ତୃପ୍ତିର ସାହାରା ତ କାହା ପାଇଁ ପଖାଳ ହେଉଛି ନିଜ ପିଣ୍ଡକୁ ଶାନ୍ତି କରିବାର ମାଧ୍ୟମ। କି ଧନୀ କି ଗରିବ ପଖାଳ ସମସ୍ତଙ୍କ ପ୍ରିୟ। କେବଳ ଏତିକି ବ୍ୟତିକ୍ରମ ଥାଏ କି ଧନୀ ଲୋକଟିଏ ପଖାଳ ଦିବସ ବୋଲି ନିଜ ପଖାଳ କଂସାର ଫଟୋ ପୋଷ୍ଟ କରି ପଖାଳ ଦିବସର ଡିଣ୍ଡିମ ପିଟୁଥିବା ବେଳେ ଗରିବ ଲୋକଟିଏ ପଖାଳ ଦିବସର ମହତ୍ତ୍ୱ ପଖାଳ ବ୍ୟତୀତ ଅନ୍ୟ କିଛି ତା ପାଖରେ ନଥିବା ହେତୁ ସଠିକ୍ ଭାବେ ଆକଳନ କରିପାରିନଥାଏ। ତେବେ ପଖାଳ ଦିବସ ସମସ୍ତେ ପାଳନ କରୁଛନ୍ତି, କିନ୍ତୁ ଥରେ ଚିନ୍ତା କରନ୍ତୁ, ଯେତେବେଳେ ପଖାଳ ବଳି ପଡ଼େ ସେତେବେଳେ ମଣିଷ ଯାଇ ପଖାଳ ଭାତ ତୋରାଣୀ ଇତ୍ୟାଦି ଗୋରୁକୁଣ୍ଡରେ ଅଜାଡ଼ି ଦେଇ ଆସନ୍ତି। ଫେରିଛି ଗ୍ରୀଷ୍ମ ଋତୁ, ତା ସହିତ ଫେରିଛି ପଖାଳ। ଆଜି ହେଉଛି ପଖାଳ ଦିବସ। ଆଜି ଆମେ ଏଇ ପଖାଳ ଦିବସରେ କିଛି ନୂଆ ଢଙ୍ଗରେ କରିବାକୁ ଚାହୁଁଛୁ ଗୋମାତାଙ୍କ ସହିତ। କାହିଁକିନା ଆମେ ଏତେ ବଡ଼ ଖରା ଗ୍ରୀଷ୍ମ ଋତୁରେ ଆମେ ଖରାରେ ତ୍ରାହି ପାଇବା ପାଇଁ ଘରେ ଆମେ ଦହି ପଖାଳ କରିକି ଖାଉଛେ, କିନ୍ତୁ ଗୋମାତାଙ୍କ କି ଯେକୌଣସି ଜୀବଜନ୍ତୁ ସେମାନଙ୍କ କଥା କିଏ ବୁଝୁଛି। କିନ୍ତୁ ସେଇଥିପାଇଁ ଆମେ ଗୋଟେ ଛୋଟ ପ୍ରୟାସଟେ କରିବା। ଆଜି ସମସ୍ତେ ମିଶିକି ଆମେ ଆଜି ଛୋଟ ପ୍ରୟାସଟା କରିଛୁ। ପଖାଳ ସହିତ ସବୁ ପ୍ରକାର ପନିପରିବା ଆଉ ସବୁ ସିଝା ପରିବା ବି ଗୋମାତାଙ୍କୁ ଆଜି ଅର୍ପଣ କରୁଛୁ। ଯେମିତି ଆମେ ଗୋଟେ ମନ୍ଦିର ଭଗବାନଙ୍କ ପାଖରେ ଯେମିତି ଭୋଗ ଲଗାଯାଏ, ସ୍ୱଚ୍ଛ ମନରେ ଆମେ ଯେ ମନ୍ଦିରକୁ ଯାଉ ଭୋଗ ଲଗାଉ, ସେମିତି ଗୋମାତାଙ୍କ ଦେହରେ ବି 33 କୋଟି ଦେବତା ବାସ କରନ୍ତି। ସେଥିପାଇଁ ତାଙ୍କ ପାଇଁ ଗୋଟେ ଛୋଟ ପ୍ରୟାସ କରିଛୁ। ସେମାନଙ୍କୁ ବି ଆଜି ଏଇ ପଖାଳ ଦିବସରେ ଆମେ କିଛି ନିଜ ସ୍ୱଚ୍ଛ ମନରେ ତାଙ୍କୁ କିଛି ଆମେ ଅର୍ପଣ କରୁଛୁ। ଶୀତ ହେଉ କି ଖରା, ରାତି ହେଉ କି ଦିନ, ଗୋମାତା ଏହାକୁ ଅତି ଆଦରର ସହ ଖାଇଥାନ୍ତି। ଥରେ ଚିନ୍ତା କରି ଦେଖନ୍ତୁ, ଯଦି ଧନୀ ଗରିବ ପଖାଳ ଦିବସର ଅର୍ଥ ବୁଝି ହେଉ କି ନ ବୁଝି ହେଉ ପାଳନ କରୁଛନ୍ତି, ତେବେ ଏହି ଗାଈ ଗୋରୁ କାହିଁକି ପଖାଳ ଦିବସ ପାଳନ କରିବେ ନାହିଁ? ତେଣୁ ଏସବୁକୁ ଦୃଷ୍ଟିରେ ରଖି କଟକ ତିନିଘରିଆଠାରେ ରହୁଥିବା ସୁଶ୍ରୀ ସଙ୍ଗୀତା ରାଉତ ନାମକ ଜଣେ ମହିଳା ଗୋମାତା ମାନଙ୍କ ସହିତ ପାଳିଛନ୍ତି ପଖାଳ ଦିବସ। ଅଇଁଠା ନୁହେଁ, ଗାଈମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଭାତ କରିଥିଲେ। ସେଥିରେ ମଣିଷ ଖାଇଲା ବେଳେ ଯେଉଁଭଳି ଅଦା, ଭୃଷଙ୍ଗ ପତ୍ର, ଲେମ୍ବୁ ଇତ୍ୟାଦି ପଖାଳରେ ପକାଯାଏ, ସେମାନଙ୍କ ପାଇଁ ମଧ୍ୟ ପଖାଳରେ ଏସବୁ ଦ୍ରବ୍ୟ ପଡ଼ିଥିଲା। କେବଳ ଯେ ଏତିକି ବ୍ୟବସ୍ଥା ହୋଇଥିଲା ତାହା ନୁହେଁ, ଏହା ସହିତ ମଣିଷମାନେ ଯେଉଁଭଳି ପଖାଳ ସାଙ୍ଗକୁ ବଡ଼ିଚୁରା, ଭଜା, ଶାଗ, ଆଳୁ, ବାଇଗଣ ପୋଡ଼ା ଖୋଜନ୍ତି, ଠିକ୍ ସେହିଭଳି ଗୋମାତାଙ୍କ ସାଇଡ୍ ଆଇଟମ୍ ଭାବେ କାକୁଡ଼ି, ଲାଉ, ମୂଳା, ବିଭିନ୍ନ ପ୍ରକାର ସିଝା ପରିବା ଓ ଅନ୍ୟାନ୍ୟ ଫଳ ଇତ୍ୟାଦି 6 ତିଅଣ 9 ଭଜା ଭାବେ ଗୋମାତାଙ୍କ ପାଇଁ ଶ୍ରଦ୍ଧାର ସହ ପରସି ଦେଇଥିଲେ ସୁଶ୍ରୀ ସଙ୍ଗୀତା। ସେ କୁହନ୍ତି, ଅତ୍ୟଧିକ ଖରା ଦାଉରୁ ରକ୍ଷା ପାଇବା ପାଇଁ ପଖାଳର ଆବଶ୍ୟକତା ମଣିଷ ପାଇଁ ଯେଉଁଭଳି ରହିଛି, ବାହାରେ ବୁଲୁଥିବା ଗାଈ ଗୋରୁଙ୍କ ପାଇଁ ମଧ୍ୟ ସେତିକି ଆବଶ୍ୟକ। କେବଳ ଯେ ପଖାଳ ଦିବସରେ ସେ ଗୋମାତାଙ୍କୁ ଏଭଳି ଖାଦ୍ୟ ଖୁଆନ୍ତି ତାହା ନୁହେଁ, ଏଭଳି ପ୍ରାୟ ସବୁଦିନ ତାଙ୍କ ପାଖକୁ 15ରୁ 20 ବୁଲା ଗାଈ ଗୋରୁ ଆସି ଖାଦ୍ୟ ଖାଇ ଯାଇଥାନ୍ତି ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି। କଟକରୁ ଆରିତ କୁମାର ମହାପାତ୍ରଙ୍କ ରିପୋର୍ଟ, ଖବର ଓଡ଼ିଶା।